विश्व युद्ध विमुक्त हेउ विश्व रे समस्ते सबु देश शांति दे रुहंतु कूटनीतिज्ञ मानक मनरे दया प्रेम जाग्रत हो कारण सेमानक भितरे अहंकार सृष्टि हेले विश्व युद्ध निश्चित भाव अनुष्ठित हब तेणु विश्व शांति आम सनातन धर्मर शास्त्र रे आपण माने देखिए विश्व शांतिर कथा सीधा सड़क भाव आम आचार्य माने आम ब्राह्मण देवता माने सबुबले कही आसुचंती सर्वे भवन्तु सुखीन सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग भवेत् सर्वे भवन्तु सुखीन ये होची सनातन हिंदू धर्मर भगवान को पदाब्जरे विनम्र प्रार्थना खाली एतिकी भी नुहे आउ गोटे शांति पाठ रे कहिचंती काले वर्षन्तु पर्जन्य पृथ्वी शस्यशालिनी पृथ्वी शस्य श्यामलारे पूर्ण हो एवं वर्षा ठीक समय हो ये सबू कथा बा ये सबू निवेदन भगवान अनंतंक पदाब्जरे सबुबले सनातनी हिंदू माने कही आसिचंती से भली जो नाम अन्य धर्म गुड़िक अच्छी से माने मध्य तांको भाषारे विश्वपति पादरे तांको निवेदन से करिसंती किंतु एते निवेदन सत्वे भी मनीष आज धर्म भितरे रही से मध्य अन्यर ध्वंस बा अन्यर अपकार चिंता करुछि गोटे देश आउ गोटे देश सहित युद्ध करुछि ता द्वारा परिवेश नष्ट होउछि केते निरीह लोक मानकर मृत्यु होउछि जो सैनिक माने मरुचंती से माने कोन मनीष नुहंती तेणु आमे सेई अनंतंक पाखरे आमर इष्टदेवंक पाखरे आमे प्रार्थना करूछु सर्वे भवन्तु सुखिन समस्ते सुखरे रुहंतु शांति रे रुहंतु सुस्थ जीवन यापन करंतु तेणु जगन्नाथ गोटे पवित्र शब्द जगतर नाथ जगन्नाथ देखंतु हिंदू देवादेवींकर ना विश्वनाथ विश्वर नाथ विश्वनाथ पशुपतिनाथ पशुपतिनाथ माने पशु शब्द अर्थ होची जगत सी मध्य जगतनाथ तेणु हिंदूर मंत्र जहा तार देवादेवींकर नाम मध्य से ठीक से भली भाव से करिचंती एते कथा परे भी आम भितरे सृष्टि होउची हिंसा आमे बोधे ठीक भाव से कथा को ग्रहण करि पारु मु गोटे माने सत्य कथाटी गप नुहे गोटे अनुभूतिर कथा कहूची बालेश्वर स्वर जो जगाटी रही स्वर रे जड़े अनंत बलिया परिवार जड़े शिष्या सी अनुभूति कहले खूब अल्प दिन अनुभूति
ଏଇ କରୋନା ସମୟର ଅନୁଭୂତି। ଜଗନ୍ନାଥଙ୍କ ମନ୍ଦିରକୁ ଯାଇଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିଲେ ନାହିଁ। ଏତେ ଭିଡ଼ ହେଇଛି, ସେ ତା ଭିତରେ ଜଗନ୍ନାଥଙ୍କ ଦର୍ଶନ କରିପାରିଲେ ନାହିଁ। ଯଦି ଦର୍ଶନ ସେ କରି ନ ପାରିଲେ, ମା ନାରୀର ହୃଦୟ, ମାତୃ ହୃଦୟ ତାଙ୍କର ସ୍ୱାମୀଙ୍କ ନିକଟରେ ସେ ଗୋଟିଏ ସ୍ଥାନରେ ଠିଆ ହେଇ ବହୁତ କାନ୍ଦିଲେ। ମାନେ ଟିକେ ବି କାନ୍ଦିନାହାନ୍ତି, ବହୁତ କାନ୍ଦିଲେ, କାନ୍ଦି ପକାଇଲେ। ମୁଁ ଏତେ ବାଟରୁ ଆସିଲି, ଟିକେ ଜଗନ୍ନାଥଙ୍କୁ ଦର୍ଶନ କରିପାରିଲି ନାହିଁ। ତାଙ୍କ ସ୍ୱାମୀ ତାଙ୍କୁ ବୁଝେଇଲେ, ତୁମେ ଜଗନ୍ନାଥଙ୍କୁ ଯଦି ଦର୍ଶନ କରି ନ ପାରିଲ, ମନ ଭିତରେ ତାଙ୍କୁ ଦର୍ଶନ କର। ଅନ୍ୟାନ୍ୟ ଯେଉଁ ଦେବାଦେବୀମାନେ ଅଛନ୍ତି ତାଙ୍କୁ ଦର୍ଶନ କର। ତାପରେ ସେ ମନକୁ ବୁଝେଇ ସେଇ ଜଗନ୍ନାଥଙ୍କର ଭାବନାକୁ ନେଇ ଆମର ଯେଉଁ ବିମଳା ଅଛନ୍ତି, ମା ବିମଳା ଅଛନ୍ତି, କଳ୍ପବଟ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ବିଶ୍ୱନାଥ ଅଛନ୍ତି, ଯେଉଁ ଯେଉଁ ଦେବୀ ଦେବତା ମାନେ ମନ୍ଦିର ଭିତରେ ଅଛନ୍ତି, ସମସ୍ତଙ୍କୁ ସେ ସହଜରେ ଦର୍ଶନ କରିପାରିଲେ। ସହଜ ଦର୍ଶନଟି ହେଉଛି ସିଏ ଯିବା ପାଇଁ, ମାନେ ମୂର୍ତ୍ତି ନିକଟକୁ ବା ଦେବାଦେବୀଙ୍କ ନିକଟକୁ ଯିବା ପାଇଁ ଯେତିକି ଉଦ୍ଯୋଗ କରିନାହାନ୍ତି, କିନ୍ତୁ ଏମିତି ଭାବରେ ଗୋଟେ ସ୍ରୋତ ସୃଷ୍ଟି ହେଲା, ସେ ଆପେ ଆପେ ଯାଇକି ସେ ମୂର୍ତ୍ତି ପାଖରେ ପହଞ୍ଚି ଯାଆନ୍ତି। ତାଙ୍କୁ ଆଖି ପୂରେଇ ଦର୍ଶନ କରନ୍ତି, ମନ ଭରି ଦର୍ଶନ କରନ୍ତି, ପୁଣି ଫେରି ଆସନ୍ତି, ପୁଣି ଅନ୍ୟ ମନ୍ଦିରକୁ ଯାଆନ୍ତି। ଏଇଭଳି ଭାବରେ ସିଏ ସେଇ ଶ୍ରୀକ୍ଷେତ୍ର ବେଢ଼ାର କୌଣସି ଏକ ସ୍ଥାନରେ ସେ କହିଥିଲେ, ସେ ସ୍ଥାନଟି ମୋର ମନେ ନାହିଁ, ସେ ସ୍ଥାନରେ ସେ ଠିଆ ହେଇଛନ୍ତି। ତାଙ୍କୁ ଗୋଟେ ଶବ୍ଦ ଶୁଭିଲା, ପରିଷ୍କାର ଭାବରେ ଶୁଭିଲା, ତୁମେ ଯାହାଙ୍କୁ ଦର୍ଶନ ସବୁ କଲ, ସିଏ ମଧ୍ୟ ଜଗନ୍ନାଥ। ଇଏ କଥାଟି ଶୁଣିବା ପରେ ତାଙ୍କ ମନରେ ଅସ୍ଫୁରନ୍ତ ଆନନ୍ଦ ସୃଷ୍ଟି ହେଲା। ସେ ଅନନ୍ତ ବଳିଆ ପରିବାରର ଶିଷ୍ୟା, ତେଣୁ ଜୟଗୁରୁ ଶବ୍ଦକୁ ମନ ଭିତରେ ସ୍ମରଣ କରି ସେ ବୁଝିପାରିଲେ, ଏଠି ବିମଳା ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ବିଶ୍ୱନାଥ ଅଛନ୍ତି, କଳ୍ପବଟ ଅଛନ୍ତି, କେତେ ସକଳ ତୀର୍ଥ ଘେନି ହରି ନୀଳକନ୍ଦରେ ବିଜେ କରି। ତେଣୁ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କ ନାଁ ଅଲଗା, କିନ୍ତୁ ଶବ୍ଦ ଶୁଭିଲା ସମସ୍ତେ ହିଁ ଜଗନ୍ନାଥ। ତାମାନେ ତୁମେ ଜଗନ୍ନାଥଙ୍କୁ ଦର୍ଶନ କରି ସାରିଛ। ଇଏ କଥା ଯେତେବେଳେ ସେ କହୁଥିଲେ, ତାଙ୍କ ଆଖିରୁ ଧାର ଧାର ହେଇ ଲୁହ ବୋହି ଯାଉଥିଲା। ଇଏ କଥାଟି ବଳିଆ ଆପଣମାନଙ୍କୁ କାହିଁକି କହୁଛି, ଯେ ଆମେ ଅନେକ ମୂର୍ତ୍ତି ପୂଜା କରୁଛୁ, ଅନେକ ଦେବାଦେବୀଙ୍କର ନାମକରଣ କରିଛୁ। ହନୁମାନ, ରାମ, ଶ୍ୟାମ, କୃଷ୍ଣ, ଗୋପୀନାଥ, ଅନେକ ନାଁ ସ୍ମରଣ କରୁଛୁ, କିନ୍ତୁ ଭଗବାନ ଈଶ୍ୱର ଏକ, ଗଡ୍ ଇଜ୍ ୱାନ୍। ତେଣୁ ଏ କଥାକୁ ଆମକୁ ବୁଝିବାକୁ ପଡ଼ିବ ଯେ ଜଗନ୍ନାଥ କହିଲେ କେବଳ ହିନ୍ଦୁର ଦେବତା, ତା ବି ନୁହେଁ। ହିନ୍ଦୁମାନେ ତାଙ୍କ ନୀତି ନିୟମରେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି, ହିନ୍ଦୁମାନେ ତାଙ୍କ ନୀତି ନିୟମରେ ବିଶ୍ୱନାଥଙ୍କୁ
ପୂଜା କରୁଛନ୍ତି କିନ୍ତୁ ସିଏ ମସଜିଦରେ ଅଛନ୍ତି, ସିଏ ଚର୍ଚ୍ଚରେ ଅଛନ୍ତି, ସିଏ ଗୁରୁଦ୍ୱାରରେ ଅଛନ୍ତି, ସିଏ ବୁଦ୍ଧ ମନ୍ଦିରରେ ଅଛନ୍ତି, ସବୁ ଜାଗାରେ ସିଏ ହିଁ ଅଛନ୍ତି। ଆଉ ଗୋଟେ କଥା ମୋ ଜୀବନର ଅନୁଭୂତି ମୁଁ ଆପଣଙ୍କୁ କହୁଛି। ଗ୍ରହଣ ଲାଗିଥାଏ, ଆମେ କାଶୀ ବିଶ୍ୱନାଥଙ୍କ ଧାମରେ ଥାଉ ଗୋଟିଏ ହୋଟେଲ ଭିତରେ, ଯେଉଁଠି ଗଙ୍ଗାଙ୍କୁ ଆମେ ଦର୍ଶନ କରିପାରୁଛୁ, ସେଇଠି ଆମେ ଥାଉ। ଗ୍ରହଣ ଦିନ ବିଶ୍ୱନାଥଙ୍କ ଦର୍ଶନ ନାହିଁ ବୋଲି ଆମେ ଶୁଣିଲୁ, ଆମ ମନ ଖରାପ ହେଇଗଲା। ଆଉ ବିଶ୍ୱନାଥଙ୍କ ଦର୍ଶନ କରିବାକୁ ଆଇଲୁ, ତାଙ୍କ ଦର୍ଶନ ତ ମିଳିବନି, ଆଉ କ'ଣଟି କରିବୁ? ଏ ଗଙ୍ଗା ଦର୍ଶନ କରି ଫେରିବୁ। ସେଇ ବିଶ୍ୱନାଥଙ୍କ କ୍ଷେତ୍ରରେ ଯେଉଁ ଯେଉଁ ମନ୍ଦିରକୁ ଆମେ ଗଲୁ, ବେଶୀ ମନ୍ଦିରକୁ ଯାଇନୁ, ଯେଉଁ ଗୋଟିଏ ଦୁଇଟି ମନ୍ଦିରକୁ ଗଲୁ, ଯେଉଁଠି ଆମ ଜଗନ୍ନାଥଙ୍କ ମୂର୍ତ୍ତି ବି ପୂଜା ପାଉଛନ୍ତି, ସେଠିକି ବି ଗଲୁ। ସେସବୁ କ'ଣ ନା, ଆଜି ଗ୍ରହଣ ପହଡ଼ ପଡ଼ିଛି, ତାମାନେ କବାଟ ଆଉଜା ହେଇଛି, ଆଉ ପୂଜାପୂଜି କିଛି ନାହିଁ। ଆମେ କହିଲୁ ଆରେ ଆମେ ତ ଆମ ଓଡ଼ିଶାରେ ଯାହା ଆଡ଼େ ବି ସେଇଆ, ମାନେ ଠାକୁରଙ୍କୁ ପୁରା ଗୋଟେ ଦିନ ପୁରା ପୂଜାପୂଜି ବନ୍ଦ। ଏମିତି ହେଇ ପୁଣି ଗୋଟେ ମନ ଭିତରେ ଆସିଲା, ବିଶ୍ୱନାଥଙ୍କ ଦର୍ଶନ ହଉ ନ ହଉ ତାଙ୍କ ବେଢ଼ା ପର୍ଯ୍ୟନ୍ତ ଯିବା। ବିଶ୍ୱନାଥଙ୍କୁ ମନ ଭିତରେ ସ୍ମରଣ କରି ଆମେ ତାଙ୍କ ବେଢ଼ା ପାଖକୁ ଗଲାବେଳକୁ କେହି ଜଣେ କହିଲେ, ଆସନ୍ତୁ ଆସନ୍ତୁ, ଆଇଏ ଆଇଏ। ବିଶ୍ୱନାଥ ମାନେ ବର୍ତ୍ତମାନ ବିଶ୍ୱନାଥଙ୍କର ମାର୍ଜନା ହେଉଛି। ଆମେ କହିଲୁ କ'ଣ ମାର୍ଜନା ହେଲାଣି? ତେଣୁ ସଜ୍ଜନ, ବିଶ୍ୱନାଥଙ୍କର ମାର୍ଜନାକୁ ଆଉ ଲୋକ ବେଶୀ କେହି ନାହାନ୍ତି, ସମସ୍ତଙ୍କ ମନରେ ତ ପହଡ଼ ପଡ଼ିଛି। ଆଉ ଆମେ ଏଇ ବିଶ୍ୱନାଥଙ୍କୁ ଦର୍ଶନ କରି ଫେରିଲୁ। ତେଣୁ ଏ ଜଗତରେ ପରା ଜଣେ ମାଲିକ, ଅନନ୍ତ ନା ତାର, ପରାଉ କେଉଁ ଅଛି ତ ହୃଦ ମନ୍ଦିର। ଜଗତରେ ପରା ଜଣେ ମାଲିକ, ଅନନ୍ତ ନା ତାର, ସେ ପରାଉ ଅଛି। ଆଉ ଗୋଟେ ପଦରେ ଲେଖା ହେଇଛି, ଜଗ ବନ୍ଧୁ ପରି ଜଣେ ମନ୍ତ ନାହିଁ ତ, ଜଗ ବନ୍ଧୁ ପରି ସାମନ୍ତ ଚଉଦ ଚଉଦ ଭୁବନ ପାର, ଚକ୍ରରେ ଛେଦନ୍ତି ଆର ନାହିଁ ତ, ଜଗ ବନ୍ଧୁ ତେଣୁ ଆମର ସେଇ ବିଶ୍ୱାସ, ସେଇ ଏକାଗ୍ରତା ନିହାତି ନିତ୍ୟାନ୍ତ ଭାବରେ ଜରୁରୀ। ଆମେ ଅନେକ ନାଁ ଭଜନ କରିବା ଦରକାର ନାହିଁ, ଗୋଟିଏ ନାଁ ଭଜନ କଲେ ବି ଚଳିବ। ଆମେ ଯଦି ସତ୍ କର୍ମ କରୁଛୁ, ଆଉ ସେ କର୍ମକୁ ଠିକ୍ ଭାବରେ କରୁଛୁ, ଠିକ୍ ସମୟରେ କରୁଛୁ, ପୂଜା ଯଦି ଆମର କମିଯିବ କିଛି ଅସୁବିଧା ନାହିଁ, ଯଦି ପ୍ରାର୍ଥନା ସଂକ୍ଷିପ୍ତ ହେଇଯିବ ତାହେଲେ ବି କିଛି ଅସୁବିଧା ନାହିଁ। ତେଣୁ କର୍ମ ହେଉଛି
ଭଗବାନଙ୍କର ଶ୍ରେଷ୍ଠ ପୂଜା। ଆମେ ଆମ ପୁଅ ଝିଅ ବାପ ମାଙ୍କ ପାଇଁ ଯେଉଁ କର୍ତ୍ତବ୍ୟ ଆମେ କରୁଛୁ ସେଇ କର୍ତ୍ତବ୍ୟ ହେଉଛି ପ୍ରକୃତରେ ଭଗବାନଙ୍କର ପୂଜା। ଡ୍ୟୁଟି ଇଜ୍ ଗଡ୍, ସର୍ଭିସ୍ ଇଜ୍ ଗଡ୍। ଆମେ ସମସ୍ତଙ୍କୁ ଭଲ ପାଉଛୁ, ସିଏ ମଧ୍ୟ ଭଗବାନଙ୍କର ସତ୍ତା, ଲଭ୍ ଇଜ୍ ଗଡ୍। ଆମେ ଦୁଷ୍ଟ ଦରିଦ୍ର ଅବହେଳିତ ମଣିଷର ସେବା କରୁଛୁ, ସର୍ଭ ଇଜ୍ ଗଡ୍। ତେଣୁ ସେବା ହିଁ ଭଗବାନ। ତେଣୁ ସେବା କର ଏବଂ ସମସ୍ତଙ୍କୁ ଭଲ ପାଇ ଶିଖ, ନିଜକୁ ଗଠନ କର, ପରିବାରକୁ ଗଠନ କର। ଇଏ ହେଉଛି ସବୁଠାରୁ ବଡ଼ କଥା। ବାବା ରାମାଚାର୍ଯ୍ୟ ବାୟା ଆଜି ସେ କହୁଛନ୍ତି ଜୀବ ମାତ୍ରେ ହିଂସା କର ନାହିଁ। ଇଏ କଥାଟି ଆପଣମାନଙ୍କୁ ବଳିଆ ବର୍ତ୍ତମାନ ବୁଝେଇବ। ଜୀବ ମାତ୍ରେ ହିଂସା କର ନାହିଁ। ଆଜି ପୃଥିବୀକୁ ଆପଣ ଦେଖନ୍ତୁ, କେବଳ ଭାରତ ବର୍ଷ ନୁହେଁ, କୋଟି କୋଟି ମାନେ ଗାଈ ବଳଦ ମଇଁଷି, କୋଟି କୋଟି ଆଉ ଅନ୍ୟାନ୍ୟ ଜୀବ ଯାହା ଅଛନ୍ତି, ଆମେ କହୁଛୁ ଗୋ ହତ୍ୟା ବନ୍ଦ ହଉ, କିନ୍ତୁ ଗୋ ହତ୍ୟା ପୃଥିବୀରୁ ବନ୍ଦ ହେଉଛି? କୋଟି କୋଟି ଜୀବ ଆଜି ମରୁଛନ୍ତି। ଇଏ ଗୋଟେ କଥା। ଏଇ ଭାରତ ବର୍ଷରେ ଗୋ ହତ୍ୟା ହେଉଛି। ତାପରେ ଛେଳି ମେଣ୍ଢା କୁକୁଡ଼ା ଯାହା ତ ମରୁଛନ୍ତି। ତାପରେ ଜଙ୍ଗଲର ବରାହ ମୃଗ ହରିଣ ଏମାନଙ୍କୁ ମଧ୍ୟ ଲୁଚେଇକିରି ବି ଲୋକ ମାରୁଛନ୍ତି। ତେଣୁ ଜୀବ ହିଂସା କର ନାହିଁ, ଏଇ ଯେଉଁ କଥାକୁ ଲକ୍ଷ୍ୟ କରି ଦେଖାହେଲା 10 ଅବତାରର ବୁଦ୍ଧ ଅବତାରରେ ଲେଖା ହେଲା ନିନ୍ଦସି ଯଜ୍ଞ ରହ ସୁତି ଜାତମ୍ ଶୀତପଶୁ କେଶବ ବୁଦ୍ଧ ଜୟ ଜଗ ହରେ। ବୁଦ୍ଧ କହିଲେ ଜ୍ଞାନ, ବୁଦ୍ଧ କହିଲେ ପରିପକ୍ୱ ମସ୍ତିଷ୍କର ଅନୁଭୂତି ବା ଅନୁଭବ ହେଉଛନ୍ତି ବୁଦ୍ଧ। ଆଉ ଜଣେ ବୁଦ୍ଧ ହେଉଛନ୍ତି ଗୌତମ ବୁଦ୍ଧ। ଏବଂ ଶ୍ରୀମନ୍ଦିରରେ ଆପଣ ଦେଖିବେ ଯେଉଁଠି 10ଟି ଅବତାରଙ୍କ ମୂର୍ତ୍ତି ଅଙ୍କନ ହେଇଛି, ବୁଦ୍ଧ ଅବତାରରେ ଜଗନ୍ନାଥ ହିଁ ଅଛନ୍ତି। ସବୁ କଥା କଥାରେ ଚାଲିଛି, କିନ୍ତୁ କାମରେ ପ୍ରକୃତରେ ତାହା ହେଉନାହିଁ। ଏତିକି ଆନନ୍ଦ ଲାଗେ, ଅନେକ ଏଇ ପୃଥିବୀର ଜନସଂଖ୍ୟା ଯେତେ, ତା ଭିତରୁ କିଛି ଅଂଶ ଲୋକ ଜୀବ ହିଂସା କରନ୍ତି ନାହିଁ, ଜୀବ ପ୍ରତି ଦୟାଶୀଳ ହୁଅନ୍ତି। ତେଣୁ ଏ ପୃଥିବୀ ସେତିକିରେ ଶାନ୍ତି ଅଛି ବା ଧରିତ୍ରୀ ମା'କୁ ସେତିକି ଶାନ୍ତି ମିଳୁଛି। ତେଣୁ ଜୀବ ହିଂସା କର ନାହିଁ। ଏମିତିକି ନିୟମ ଅଛି, ତମେ ଗୋଟିଏ ଜୀବକୁ ମାରିବାକୁ ନେଉଛ, କିନ୍ତୁ ତାକୁ ମାରିବା ପୂର୍ବରୁ ତାକୁ ଖାଦ୍ୟ ପେୟ ତାର ସମସ୍ତ ବ୍ୟବସ୍ଥା କର।
ତାକୁ ସେମିତି ଅବହେଳା କରନା। ସିଏ କଥାଟା ବି ଅନେକ ଜାଗାରେ ହଉନି। ଜୀବ ହିଂସା କର ନାହିଁ, ଜୀବକୁ ଭଲ ପାଅ। ତେଣୁ ଜୀବ ସେବା ହିଁ ଶିବଙ୍କର ସେବା। ଜୀବ ସେବା ଶିବଙ୍କର ସେବା। ତେଣୁ ଆଜି ବାବା ବାୟାଙ୍କର ଏଇ କଥାଟିକୁ ଆମେ ମନେ ରଖିବା। ଜୀବନରେ ଯେତିକି ଅନ୍ତତଃ ପାରିବା, ଧରନ୍ତୁ ଗୋଟେ 7 ଦିନରେ ଅନେକ ଜୀବ ହିଂସା ହେଉଛି, ରବିବାରରୁ ଶନିବାର ପର୍ଯ୍ୟନ୍ତ। ସବୁବେଳେ ଆମକୁ ମନେ ରଖିବାକୁ ପଡ଼ିବ ଯେ ସାତ୍ଵିକ ମନୋଭାବର ଖାଦ୍ୟ, ସାତ୍ଵିକ ଭୋଜନ, ପନିପରିବା ଏସବୁ ଅନ୍ତତଃ ସବୁ ବେଶୀ ରହିବା ଦରକାର। କେବଳ ଆମେ ମାଛ ମାଂସ ମଦ ଚିକେନ ମଟନ ବିଫ୍ ଏହାକୁ ଖାଇବୁ, ଏ କଥା ବିଶ୍ୱବାସୀ ଅନ୍ତତଃ ସଚେତନ ହେବା ଉଚିତ।